वैशाख महात्म्य। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। नवमोऽध्याय। राजोवाच मिथिलादेश नृपवर हत्रितनाम हेतहार सुतଙ୍କ ପାଦ ତଳେ ପଡ଼ି ଉଠି କପାଳେ କର ଯୋଡ଼ି ବୋଲଇ ପୂର୍ବ ଭାଗ୍ୟ ବଳେ ତୁମ୍ଭେ ମିଳିଲ ମୋର ଆଳେ। ହେ ସୁତ ଦେବ ବିପ୍ରବର ଦୁଃଖ ହୋଇଲା ରୁଦ୍ରଙ୍କର ପାର୍ବତୀ ପଶିଣ ଅଗ୍ନିରେ ଜନ୍ମିଲେ ହେମବନ୍ତ ଘରେ। ତହିଁ ଅନ୍ତରେ କଲେ କିସ କହିବା ହେଉ ବିପ୍ରଶିଷ୍ୟ ରାଜା ବିନୟ ବାକ୍ୟ ଶୁଣି ସେ ବିପ୍ର କହେ ମଞ୍ଜୁବାଣୀ। ଏମନ୍ତେ କେତେ କାଳ ଗଲା କପି ସିଂହ ଦୈତ୍ୟ ହିଁ ଥିଲା ତା ପୁତ୍ର ମହିମା ଅସୁର ବଳେ ଜିଣିଲା ତିନି ପୁର। ସ୍ୱର୍ଗକୁ ନିତ୍ୟ ଧାଡ଼ି ଦେଲା ସର୍ବଦେବଙ୍କ ଧନ ନେଲା। ଦୈତ୍ୟ ପାତାଳେ ଲୁଚିଥିଲେ ତା ଦର୍ପ ଦେଖି ବାହାରିଲେ। ଶୁମ୍ଭ ନିଶୁମ୍ଭ ରକ୍ତ ବୀର୍ଯ୍ୟ ସେ ଆଦି ଯେତେକ ଦନୁଜ ଦେବେ ଯେହାଙ୍କ ଭୟରେ ଗୁହାରି କଲେ ବିଷ୍ଣୁ ଠାରେ। ସେ ବିଷ୍ଣୁ ଇନ୍ଦ୍ରକୁ ଘେନିଣ ଯୁଝିଲେ ଦୈତ୍ୟ ସଙ୍ଗ ତେଣ। ଅନେକ କାଳ ଯୁଦ୍ଧ କଲେ ମହିଷାସୁରେ ନ ଜିଣିଲେ ଜାଣିଲେ ପୁରୁଷ ହସ୍ତର ମରିବ ନାହିଁ ମହିଷାସୁର। ଏତେ ବିଚାରି ଦେବଗଣ ମିଳିଲେ ହିମବନ୍ତେ ପୁଣ। ପାର୍ବତୀ ତହିଁ ଅବତରି ରୁଦ୍ରଙ୍କୁ ନିତ୍ୟ ଧ୍ୟାନ କରି ବିଷ୍ଣୁଙ୍କୁ ଘେନି ଦେବଗଣ ମିଳିଲେ ପାର୍ବତୀ ପାଷେଣ। ବିଷ୍ଣୁ ଆୟୁଧ ତାଙ୍କୁ ଦେଲେ ଶଙ୍ଖ ଚକ୍ରକୁ ସମର୍ପିଲେ। ବ୍ରହ୍ମା ସମର୍ପି କମଣ୍ଡଳ ବଜ୍ରକୁ ଦେଲେ ଆଖଣ୍ଡଳ। ବରୁଣ ପାଶ करे ଦେଲା ଯମଦଣ୍ଡକୁ ସମର୍ପିଲା। ଏମନ୍ତେ ସର୍ବଦେବେ ମିଳି ଦୁର୍ଗାଙ୍କୁ ସର୍ବ ଦେଲେ ତୋଳି। ସେ ହିମବନ୍ତ ଗିରିବର ମନରେ କଲା କବିଚାର। ବାହନ ଅର୍ଥେ ସିଂହ ଦେଇ ଦୁର୍ଗା ବସିଲେ ତହିଁ ଯାଇ। ସକଳ ଦେବେ କଲେ ସ୍ତୁତି ପ୍ରସନ୍ନ ହେଲେ ସେ ପାର୍ବତୀ। ବୋଇଲେ ଦୁଷ୍ଟ ମହିଷାସୁର ଦୈତ୍ୟକୁ ବେଗ କରି ମାର। ଏମନ୍ତ କହି ଦେବଗଣ ଚଳିଲେ ଯେ ଯାହା ଭୁବନ। ଦୈତ୍ୟଙ୍କ ଉପଦେଶ ପାଇ ମିଳିଲେ ହିମବନ୍ତେ ଯାଇ। ଏମନ୍ତ ବେଳେ ମହିଷାଦୂତ ମିଳିଲା ଅସୁର ଗ୍ରତ। ପର୍ବତେ ଅଛି ଏକ ସ୍ତ୍ରୀ
ତାର ଶୋଭାକୁ ନାହିଁ ସରି। ଏମନ୍ତ ଶୁଣି ମହିଷାସୁର ତକ୍ଷଣେ ହୋଇଲେ ବାହାର। ଘେନିଣ ଚତୁରଙ୍ଗ ବଳ ବାହାର ହୋଇଲା ତତ୍କାଳ। ଯାଇଣ ପର୍ବତେ ମିଳିଲା ସେଠାରେ ଦେବୀଙ୍କୁ ଦେଖିଲା। ବୋଇଲା ଶୁଣରେ ଯୁବତୀ ତୁମର ହୁଅ ପ୍ରିୟବତୀ। ଦୈତ୍ୟ ବଚନ ଦେବୀ ଶୁଣି ହରଷେ କହେ ମଞ୍ଜୁବାଣୀ। ମୋହର ପତି ସଙ୍ଗ ନାହିଁ ଅନାଥ ନାରୀ ମୁଁ ଅଟଇ। ତତେ ମୁଁ ଦେଖି ବଡ଼ ଲୋକ ତେଣୁ ଅଇଲି ତୁମ ପାଖ। କଥାଏ ଅଛଇ ମୋହର ସତ୍ୟ ମୁଁ କରିଛି ପୂର୍ବର। ମୋ ସଙ୍ଗେ ଯୁଦ୍ଧ ଯେ କରିବ ସେ ନିଶେ ମୋର ପତି ହେବ। ଏମନ୍ତ ଶୁଣି ମହିଷାସୁର ଯୁଝିଲେ ପାର୍ବତୀ ସଙ୍ଗର। ପ୍ରଥମେ ମହିଷାସୁର ସୈନ୍ୟ ବଧିଲେ ଆୟୁଧ ଘେନିଣ। ଶୁମ୍ଭ ନିଶୁମ୍ଭ କଲେ ହତ ବଧିଲେ ରକ୍ତ ବୀର୍ଯ୍ୟ ଦୈତ୍ୟ। ଚଣ୍ଡମୁଣ୍ଡକୁ ବଧ କରି ମହିଷାସୁରକୁ ଶକ୍ତି ମାରି। ମହିଷାସୁରକୁ ବଧ କଲେ ନିଶେଷ ଦୈତ୍ୟ କୂଳ ହେଲେ। ସକଳ ଦେବେ ସ୍ତୁତି କଲେ ପାର୍ବତୀ ପ୍ରସନ୍ନ ହୋଇଲେ। ବିଚାର କଲେ ଦେବଗଣେ ରୁଦ୍ର ଯେ ରହିଲେ ତର୍ପଣେ। ଏମନ୍ତେ ହେବ ତପ ନଷ୍ଟ ପାର୍ବତୀ ସଙ୍ଗେ ହେବ ଭେଟ। ଏତେ ବିଚାରି ଦେବଗଣ କନ୍ଦର୍ପ ପାଶକୁ ରାଇଣ। ତା ସଙ୍ଗେ ବସନ୍ତକୁ ରାଇ ବୋଇଲେ ଶୀଘ୍ର ଯାଅ ତୁହି। ରୁଦ୍ରଙ୍କ ତପ ଭଗ୍ନ କର ବେଗେଣ ମାର କାମ ସର। ଇନ୍ଦ୍ର ଆଜ୍ଞାରେ କାମ ଗଲା ରୁଦ୍ର ତପବନେ ମିଳିଲା। ଦେଖିଣ ରୁଦ୍ର ତପ ଘର ପଶି ନ ପାରିଲେ ପାଖର। ବସନ୍ତ କହିଲା ପଛର ମାର ବିନ୍ଧିଲା କାମ ସର। ଟେକି ଚାହାନ୍ତେ ଦେବହର ଭସ୍ମ ହୋଇଲା ସେହିଠାର। ବସନ୍ତ ପଛେ ଲୁଚିଥିଲା ଡରେ ସେ ପଳାଇ ନ ଗଲା। ମିଳିଲା ଦେବ ସଭାରେଣ କହିଲା କନ୍ଦର୍ପ ମରଣ। ଦେବେ ମୌନ ବ୍ରତ ହେଲେ କନ୍ଦର୍ପ ଭସ୍ମ ସେ ଶୁଣିଲେ। ତକ୍ଷଣେ ବସନ୍ତ ଚଳିଲା ରତିକି ବାରତା କହିଲା। ସେ ରତି ପତି ହତ ଶୁଣି ମୂର୍ଚ୍ଛିତେ ପଡ଼ିଲା ଧରଣୀ। ଘଡ଼ିକେ ଚେତନା ପାଇଲା ଅନେକ ବିଳାପ ସେ କଲା। ଚିନ୍ତା କରିଣ ଆରୋପଣ ଯାଇ ପଶିବି ତହିଁରେଣ। ଏ ଦେହ କ୍ଷଣେ ନ ରଖିବି ଅଗ୍ନିରେ ଝାସି ଭସ୍ମ ହେବି। ବସନ୍ତ ଅନେକ ବୁଝାଇ କେବେ ହେଁ ରତି ନ ବୁଝଇ। ବୋଇଲା ତୋର ପୁତ୍ର ଅଛି ସନ୍ତାପନ କର ଗୋ କିଛି। ବସନ୍ତ ବହୁତ କହି
କେବେ ହେଁ ରତି ନ ବୁଝଇ। ରତି ରହତ ଜାଣି ମନ ବସନ୍ତ ଚିତାରୋପଣ। କାଷ୍ଠ ସଂଯୋଗ ଗୁଆଗୃତ ଅନଳ ଜାଳିଲା ବସନ୍ତ। ରତି ଯେ ଗଙ୍ଗା ସ୍ନାନ କରି ଆତ୍ମା ଉତ୍ସର୍ଗ ବିଧି ସାରି। ଅଗ୍ନିରେ ପଶନ୍ତେ ତରୁଣୀ ପ୍ରକାଶେ ହେଲା ଶୂନ୍ୟବାଣୀ। ରତି ତୁ ଅନଳେ ନ ପଶ ନଦିଅ କାରଣେ ଝାସ। ପତିର ସଙ୍ଗ ନ ପାଇବୁ ବ୍ୟର୍ଥେ ଦଗଧ ହୋଇବୁ। ଏତେ କହିଣ ଦେବଗଣ ତାପାସେ ମିଳିଲେ ଆସିନ। ବୋଇଲେ ତୋର ପୂର୍ବ ଦୋଷ ତେଣୁ ତୋ ସ୍ୱାମୀ ଗଲା ନାଶ। ଏମନ୍ତ ଶୁଣିଣ କାମିନୀ ବ୍ରହ୍ମାଙ୍କୁ କଲା କଦୟିନୀ। ବ୍ରହ୍ମା ବୋଇଲେ ରତି ଶୁଣ ତୋହର ପତି ଜନ୍ମ ଗୁଣ। ସୁନ୍ଦର ନାମେ ନୃପବର ତୁ ପୂର୍ବେ ଭାରି ଯା ତାହାର। କେଡ଼େ ସୁନ୍ଦର ତେଜପତି ପର ପୁରୁଷେ କଲୁ ରତି। ସେ ଦୋଷ ଏକାଳେ ଫଳିଲା ତେଣୁ ତୋ ପତି ଭସ୍ମ ହେଲା। ପୁଣି କେତେ କାଳ ଅନ୍ତରେ କୃଷ୍ଣ ହୋଇବେ ଅବତାରେ। ଯାହାଙ୍କ ଭାରି ଯା ରୁକ୍ମିଣୀ ପ୍ରତ୍ୟକ୍ଷେ ଜନ୍ମ କମଳିନୀ। କନ୍ଦର୍ପ ତାହାର ଗର୍ଭରେ ଜନ୍ମିବ କୃଷ୍ଣର ବୀର୍ଯ୍ୟରେ। କୃଷ୍ଣର ଘରେ ହେବ ଜନ୍ମ ନାମ ତା ହୋଇବ ପ୍ରଦ୍ୟୁମ୍ନ। ସମ୍ବର ଘରେ ରହିଥିବୁ ତହିଁ ତୁ ପ୍ରଦ୍ୟୁମ୍ନେ ବରିବୁ। ଭେଟ ପାଇବୁ କେତେବେଳେ ବ୍ୟର୍ଥେ ନ ପଶ ନଳେ। ବୈଶାଖ ମାସ ଧର୍ମ କର ସେ ଦୋଷୁ ହୋଇବୁ ନିସ୍ତାର। ନିତ୍ୟ ଗଙ୍ଗାରେ କର ସ୍ନାନ ଦିଅ ତୁ ପାଣି ପଣା ଦାନ। ବିପ୍ରଙ୍କ ପାଦେ ସେବା କର ଏତେ କହିଣ ବେଦବର। ବୈକୁଣ୍ଠ ଭୁବନକୁ ଗଲେ ରତି କର୍ମକୁ ଆଦରିଲେ। ବୈଶାଖେ କଲେ ଗଙ୍ଗା ସ୍ନାନ ଅନେକ କଲେ ଦାନ ପୁଣ୍ୟ। ସେ ପୁଣ୍ୟେ ପାପ ବିନାଶିଲେ ଉତ୍ତମ ଗତି କି ଲଭିଲେ। ସକୃତ ରାଜାର ଆଗର ସେ ସୁତ ଦେବ ବିପ୍ରବର। କହିଲେ ଶୁଣ ନରନାଥ କର ଏ ବୈଶାଖ ବ୍ରତ। ଭଣିଲେ ଭାବେ ମୂର୍ଖ ରାମ ଏ ଅଧ୍ୟାନ ବଜେ ପ୍ରମାଣ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମାହାତ୍ମ୍ये ବ୍ରହ୍ମା ନାରଦ ସମ୍ବାଦେ ଦକ୍ଷଯଜ୍ଞ ବ୍ୟବସ୍ଥା ମହିଷାସୁର ବଧ କନ୍ଦର୍ପ ଦଗ୍ଧ ଇତି ପୂର୍ବଜନ୍ମ ବୈଶାଖ ପ୍ରଶଂସା କଥନେ ନାମ ନବମ ଅଧ୍ୟାୟ। ଦଶମ ଅଧ୍ୟାୟ। ଶ୍ରୀ ସୁତ ଉବାଚ ଏ ଅନ୍ତେ ସୁତ ଦେବମଣି ଶୁଣ ମିଥିଳା ନୃପମଣି। ବୈଶାଖ ମାସ ସ୍ନାନ କରି ଗତି ପାଇଲା ରତି ନାରୀ। ପାର୍ବତୀ ହିମବନ୍ତ ଘରେ ରହିଲା ଦୁହିତା ଭାବରେ। ତପେ ରହିଲେ ଦେବହର ପୂର୍ଣ୍ଣାଙ୍ଗ ପାଦପ ମୂଳର। ତଦନନ୍ତରେ ହେଲା କିସ
ସେ କଥା ଶୁଣ ନୃପ ଈଶ, ତାରକା ନାମେଣ ଅସୁର। ପୂର୍ବେ ସେ ତପ କଲା ଘୋର, ଅନେକ କାଳ ତପ କଲା। ତପେ ସେ ବ୍ରହ୍ମାଙ୍କୁ ତୋଷିଲା, ଦିନେ ତାହାର ତପସ୍ଥାନେ। ବ୍ରହ୍ମା ମିଳିଲେ ତୋଷ ମନେ, ବୋଇଲେ ମାଗି ଘେନ ବର। ଦେବୀ ସେ ସତ୍ୟ ଏ ମୋହର, ତାରକା କହେ ବେଦବର। ମୋତେ ଯେ ମନ୍ତ ଦେବ ବର, ଦେବ ମନୁଷ୍ୟ ଯେ ରାକ୍ଷସ। କାହିଁରେ ନହିବି ମୁଁ ନାଶ, ରୁଦ୍ରର ହୋଇଲେ କୁମର। ମୁଁ ନାଶ ହେବି ତା ହସ୍ତର। ସେ ବ୍ରହ୍ମା ଅସ୍ତୁ ବାକ୍ୟ କହି, ଦୈତ୍ୟକୁ ଗଲେ ବର ଦେଇ। ସେଦିନୁ ତାରକା ଅସୁର, ବଳେ ଜିଣିଲା ତିନି ପୁର। ଯୁଧେ ସେ ଇନ୍ଦ୍ରଙ୍କୁ ଜିଣିଲା, ଦେବଙ୍କୁ ବହୁ ଦୁଃଖ ଦେଲା। ଇନ୍ଦ୍ରାଦି ଦେବଗଣ ଯେତେ, ମିଳିଲେ ବ୍ରହ୍ମାଙ୍କ ଅଗ୍ରତେ। ବୋଇଲେ ତାରକା ଅସୁର, ବଳେ ଜିଣିଲା ତିନି ପୁର। ଦୁଷ୍ଟ ତାରକା ଦୈତ୍ୟ ଡରେ, ରହି ନ ପାରିଲୁ ସ୍ୱର୍ଗରେ। ତାହାର ସୈନ୍ୟ ଅପ୍ରମିତ, ସ୍ୱର୍ଗକୁ ଧାଡ଼ି ଦେଲା ନିତ୍ୟ। ତା ଡରେ ସର୍ବଦେବଗଣ, ତୁମ୍ଭରେ ପଶିଲୁ ଶରଣ। ଦେଖିଣ ଦେବଙ୍କ ଆଗତ, ବୋଇଲେ ପାର୍ବତୀଙ୍କ କାନ୍ତ। ସେ ଦୈତ୍ୟ ରୁଦ୍ର ପୁତ୍ର କରେ, ଅବଶ୍ୟ ମରିବ ସମରେ। ରୁଦ୍ର ତ ଅଛନ୍ତି ତପରେ, ପାର୍ବତୀ ହିମବନ୍ତ ଘରେ। ସେବେନି ହୋଇଲେ ଏକାନ୍ତ, ତହିଁରୁ ପୁତ୍ର ହେବ ଜାତ। ତେବେ ସେ ଦୈତ୍ୟ ହେବ ନାଶ, ନୋହିଲେ ସର୍ବକାଳେ ଥିବ। ଏତେ ବିଚାରି ଦେବଗଣ, ନାରଦ ମିଳିଲେ ତକ୍ଷଣ। ତାଙ୍କୁ କହିଲେ ପ୍ରଜାପତି, ତପରେ ଈଶ୍ୱର ଅଛନ୍ତି। ତୁମ୍ଭେ ତାହାଙ୍କଠାକୁ ଯିବ, ପାର୍ବତୀ ଆଗରେ କହିବ। ପାର୍ବତୀ ବସିଛନ୍ତି ଧ୍ୟାନେ, ଈଶ୍ୱର ଲଭିବା ବିଧାନେ। ତାହାଙ୍କୁ ପ୍ରବୋଧି କହିବ, ରୁଦ୍ରଙ୍କୁ ବିଭା କରାଇବ। ନାରଦ ବୃହସ୍ପତି ଗଲେ, ହର ଗୌରୀ ବିଭା କଲେ। ସକଳ ଦେବଗଣ ତହିଁ, ବିଭାରେ ବରଯାତ୍ରୀ ହୋଇ। ମିଳି ସକଳ ଋଷିଗଣ, ଗନ୍ଧର୍ବ କିନ୍ନର ଚାରଣ। ରୁଦ୍ରଙ୍କ ବିଭା ମହୋତ୍ସବେ, ଗମିଲେ ସର୍ବ ଋଷି ଦେବେ। ମିଳିଲେ ହିମବନ୍ତପୁରେ, ଆପଣେ ବ୍ରହ୍ମା ବିଭା କଲେ। ବେଦ ଉଚିତ କନ୍ୟାଦାନ, ଦେଲା ହିମବନ୍ତ ରାଜନ। ଅନେକ ଯୌତୁକ ଦେଲା, ଶିବରେ ଶରଣ ପଶିଲା। ବିଭା ହୋଇଣ କନ୍ୟା ବର, ମିଳିଲେ କୈଳାସପୁର। ବିଭା କରାଇ ଦେବେ ଗଲେ, ଯେ ଯାହା ଭୁବନେ ମିଳିଲେ। ପାର୍ବତୀ ସଙ୍ଗତେ ଈଶ୍ୱର, କଲେ ଯେ ରତିର ସଂସାର। ସହସ୍ର ବର୍ଷ ଦେବ ବସେ, ରହିଲେ ରତିରଙ୍ଗ ରସେ। କ୍ଷଣେ ହେ ବିଶ୍ରାମ ନୋଇଲା, ଈଶ୍ୱର ବୀର୍ଯ୍ୟ ନ ଟଳିଲା। ପାର୍ବତୀ ଯେ ମର୍ମସ୍ଥାନରୁ, ରଜସ୍ଫଳିତ ନୋହିବାରୁ। ହୋଇଲେ ଉନ୍ମତ୍ତ ଭବିଷ୍ୟ,
ବଢ଼ିଲା ରତିରଙ୍ଗ ରସ। ତାରକା ଅସୁରର ଡରେ, ଦେବେ ଭାରିଲେ ଚିନ୍ତା ଭରେ। ସକଳେ କଲେ କବିଚାର, ପୁତ୍ର ଯେ ନୋହିଲା ରୁଦ୍ରର। କେମତେ ମରିବ ଅସୁର, ଏତେ ବିଚାରି ସୁନା ଶିର। ରୁଦ୍ରର ରତି ଭଗ୍ନ ଅର୍ଥେ, ବିଚାର କଲେ ଦଇବତେ। ସେ ରୁଦ୍ର ନୟନ ହୁତାଶ, ରତିର ପତି ହେଲା ଭସ୍ମ। ତାହାଙ୍କ ମୁଖକୁ ଭାଜନ, ହୋଇବେ ଦେବ ହୁତାଶନ। ବିଚାରି ଅଗ୍ନି ଦେବତାଙ୍କୁ, ପେଶିଲେ ରୁଦ୍ରଙ୍କ ପାଶକୁ। ତକ୍ଷଣେ ଗଲେ ବୈଶ୍ୱାନର, ମିଳିଲେ ରୁଦ୍ରର ସ୍ୱପୁର। ପାର୍ବତୀ ମନେ ଲଜ୍ଜା ପାଇ, ଦେଗେଣ ଗଲେ ଆଡ଼ ହୋଇ। ଅଗ୍ନିକୁ ଚାହିଁ ଦେବହର, ବୋଇଲେ ଆହେ ବୈଶ୍ୱାନର। ପାପିଷ୍ଠ ତୋର ଯୋଗୁଁ କରି, ଏ ସୁଖ ଭାଙ୍ଗିଲା ମୋହରି। ଏମନ୍ତ ବୋଲି ଦେବରାଜ, ତେଜିଲେ ଅଗ୍ନି ମୁଖେ ବୀର୍ଯ୍ୟ। ରୁଦ୍ର ବୀର୍ଯ୍ୟରେ ସେ ଅନଳ, ଗର୍ଭ ହୋଇଲା ତତ୍ପର। ଦିନକୁ ଦିନ ଗର୍ଭ ଟାଣ, ଅନଳ ପାଇଲା କଷଣ। ଅନେକ ଦୁଃଖ ସେ ପାଇଲା, ତତ୍ପର ଗର୍ଭ ଯେ ହୋଇଲା। ଦେଖିଣ ଅଗ୍ନିର ବିକଳ, ବିଚାର କଲେ ଦେବକୁଳ। ଯାଇ ମିଳିଲେ ଗଙ୍ଗା କୂଳେ, ଗଙ୍ଗାକୁ ବହୁ ସ୍ତୁତି କଲେ। ହରଷ ହେଲେ ଗଙ୍ଗା ଦେଇ, ବୋଇଲେ ସର୍ବଦେବେ ଥାଇ। ତୁମ୍ଭ ସ୍ୱାମୀଙ୍କର ଯେ ବୀଜ, ଧରି ନ ପାରିଲେ ସେ ତେଜ। ସେ ଆଉ ସନେ ନ ପାରିଲେ, ତୁମ୍ଭେ ତା ଧର ଗୋ ବୋଇଲେ। ଗଙ୍ଗା ତା କଲେ ସ୍ୱୀକାର, ଉଦ୍ଗାର କଲେ ବୈଶ୍ୱାନର। ସେ ବୀଜ ଗଙ୍ଗାରେ ପଡ଼ିଲା, ଏମନ୍ତେ କେତେ ଦିନ ଗଲା। ଗଙ୍ଗା ତା ଧରି ନ ପାରିଲା, ଥୋଇଣ ସରୋବରେ ଗଲା। ସେ ସରୋବରେ ଶମ୍ଭୁରେତ, ଦିଶିଲା ପ୍ରଭା ମୂର୍ତ୍ତିମନ୍ତ। ବ୍ରହ୍ମା ପେଶିଲେ କୃତ୍ତିକାକୁ, ବେଗେ ତୁ ରୁଦ୍ରର ବୀର୍ଯ୍ୟକୁ। ତାହାକୁ ଷଡ଼ମୁଖ କରି, ଜନ୍ମାଅ ତାରା ଦୈତ୍ୟ ଧରି। ଆଜ୍ଞା ପାଇଣ ଷଡ଼ମୁଖ, ପୁତ୍ରକୁ କଲେ ପ୍ରତ୍ୟକ୍ଷ। ଏମନ୍ତେ କେତେ ଦିନ ଅନ୍ତେ, ହର ପାର୍ବତୀ ଗମି ଯାନ୍ତେ। ପାର୍ବତୀ ପୁତ୍ର ଦେଖିବାରୁ, କ୍ଷୀର ଯେ ସ୍ରବିଲା ସ୍ତନରୁ। ବୋଇଲେ ଶୁଣି ମାହେଶ୍ୱର, ପୁତ୍ରକୁ ଦେଖିଣ ମୋହର। ସ୍ତନରୁ କ୍ଷୀର ତ ସ୍ରବିଲା, ଏକଥା ବିପରୀତ ହେଲା। ତା ଶୁଣି ବୋଇଲେ ଈଶ୍ୱର, ଏ ପୁତ୍ର ଅଟଇ ତୁମ୍ଭର। ପୂର୍ବେ ଯେ ରମଣ ବେଳରେ, ଦେବତା ମାନଙ୍କ ବିଚାରେ। ଅଗ୍ନି ମୋ ଠାରୁ ବୀର୍ଯ୍ୟ ନେଲା, ସେ ପୁଣି ଧରି ନ ପାରିଲା। ଗଙ୍ଗାରେ ପକାଇଲା ନେଇ, ସେ ଗଙ୍ଗା ନ ପାରିଲା ସହି। ସରୋବରରେ ପକାଇଲା, ତହୁଁ ଏ ପୁତ୍ର ଜାତ ହେଲା। ପାର୍ବତୀ ଏମନ୍ତ ଶୁଣିଲେ, ବେଗେ ପୁତ୍ରକୁ କୋଳ କଲେ। ସାଷ୍ଟାଙ୍ଗେ ବୁଲାଇଲେ କର, ସ୍ତନ ଭାଙ୍ଗିଣ ଦେଲେ କ୍ଷୀର। ବୃଷଭ ପିଠିରେ ଆରୋହି, ପୁତ୍ରକୁ କୈଳାସ ନେଇ। ପାର୍ବତୀ କଲେ କପାଳନ, ପୁତ୍ରର ନାମ ଷଡ଼ାନନ। ଏମନ୍ତ କେତେ ଦିନ ଗଲା, ତାରକା ଅସୁର ବଢ଼ିଲା। ତାହାକୁ ରୁଦ୍ରସୂତ ହସ୍ତେ, କୁଟେ ମରାଇ ଦଇବତେ। ସୁଖେ ରହିଲେ ସ୍ୱର୍ଗପୁର, ଶୁଣି ମିଥିଳା ଦଣ୍ଡଧର। ବୈଶାଖେ ଏହା ଯେ ଶୁଣଇ,
ସେ ଚତୁର୍ବର୍ଗ ଫଳ ପାଇ ଏ ବ୍ରହ୍ମା ନାରଦ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଦଶମ ଅଧ୍ୟାୟ ହେଲା ଶେଷ ଭାବେ ଭଣିଲେ ରାମଦାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମାହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ଷଡ଼ାନନ ଜନ୍ମ କଥନେ ତାରକାସୁର ବଧ ନାମ ଦଶମ ଅଧ୍ୟାୟ। ଏକାଦଶ ଅଧ୍ୟାୟ ଶ୍ରୀ ସୁତ ଉବାଚ ଶୁଣିଲୁ ସକୃତ ରାଜନ ମହାଦେବଙ୍କର ବିଧାନ। ଏବେ ତୁ ଶୁଣ ହନୁପତି ବୈଶାଖ ମାସ ଧର୍ମ ରୀତି। ତୁ ଯେବେ କରିପାରୁ ପୁଣ୍ୟ କହିବା ଶୁଣ ନରୋତ୍ତମ। ବୈଶାଖ ଧର୍ମ ତୁମ୍ଭେ କର ବସିବ ବୈକୁଣ୍ଠପୁର। ବିଷ୍ଣୁ ପ୍ରତିମା ବେଶ କରି ବୈଶାଖ ପୂଜା କର ହରି। ହରିହରଙ୍କୁ କର ତୋଷ ପାଇବୁ ବୈକୁଣ୍ଠେ ବାସ। ବୈଶାଖେ ଛତ୍ର ଦାନ କର ଛତ୍ର ଉଡ଼ିବ ତୋର ଶିର। ତୋହର ଯେତେ ସୀମା ମାନ କରିବୁ ଜଳ ଛତ୍ର ଦାନ। ବିପ୍ରମାନଙ୍କୁ ସେବା କରି ତୀର୍ଥ ଜଳରେ ସ୍ନାନ ସାରି। ଦରିଦ୍ରେ ଦେବୁ ଅନ୍ନଦାନ ଲକ୍ଷେ ତୁ ଦିଅ ହୋବସନ। ସୁପାତ୍ରେ ଦାନ କରି ନୀତି ଲଭିବୁ ନିର୍ମଳ ଭକତି। ଅଗ୍ନିରେ ନୀତି କର ହୋମ ସୁବର୍ଣ୍ଣ ଦେଉଥିବୁ ଦାନ। ତୁଳସୀ ମାଳା ଘେନି ହସ୍ତେ ଜପ ତୁ କରୁଥିବୁ ନିତ୍ୟେ। ଦେବତା ପିତୃଙ୍କୁ ତର୍ପଣ କର ତୁ ଜଳ ତୀର ଦାନ। ଚିତ୍ତେ ତୁ କୋପ ନ କରିବୁ ଜୀବରେ ଦୟା କରିଥିବୁ। ଦୟା ଉପରେ ଧର୍ମ ନାହିଁ ମିଥ୍ୟା ଉପରେ ପାପ କାହିଁ। ରାଗ ମିଥ୍ୟାକୁ କର ଦୂର ବସିବୁ ବୈକୁଣ୍ଠପୁର। ଏବେ ହୋ ଶୁଣ ନରପତି ଯେ ଇତିହାସର ଭକତି। ପୂର୍ବେ ଯେ ସତ୍ୟ ଯୁଗରେଣ ବଙ୍ଗଦେଶର ନୃପରାଣ। ସେ ବୃଷ କେତୁ ଯେ ରାଜନ ମୃଗୟା ଅର୍ଥେ ଗଲା ଦିନ। ଅନେକ ମୃଗ ସେ ମାଇଲା ମୁନିଙ୍କ ଆଶ୍ରମେ ମିଳିଲା। ତୃଷାରେ ଆକୁଳ ହୋଇଣ ବୋଇଲେ ଋଷି ଜଳ ଆଣ। ମୁନି ଅଛନ୍ତି ସମାଧିରେ ଜଳ ନ ଦେଲେ ଧାତିକାରେ। ନିଶ୍ଚଳ ସେ ବିପ୍ରର ଦେଖି କୋପେ ଅରୁଣ ରାଜା ଆଖି। ସେ ଶସ୍ତ୍ର ଧରିଣ ହାଣନ୍ତେ ଧଇଲେ ଧରଣୀ ସଙ୍ଗତେ। ବୋଇଲେ ସୁର ନରେଶ୍ୱର ସର୍ବଦା କୋପ ତୁ ସଂହାର। ଏମନ୍ତେ ଋଷି ଶିଷ୍ୟେ କହି ଶୁଣ ରାଜନ ମନ ଦେଇ। ତୁ ବସି କର ଜଳପାନ ତୋତେ କହିବା ଦିବ୍ୟ ଜ୍ଞାନ। ଶିଷ୍ୟଙ୍କ ବଚନେ ରାଜନ ତକ୍ଷଣେ କଲା ଜଳପାନ। ଶିଷ୍ୟେ ବସାଇଣ ଆସନେ ବୋଇଲେ ଶୁଣ ହୋ ରାଜନେ। କିପାଇଁ ମନ୍ଦ କର୍ମ କଲୁ ଋଷିଙ୍କ କୋପେ ହାଣୁଥିଲୁ। ନ ଜାଣୁ ବ୍ରହ୍ମ ହତ୍ୟା ଦୋଷ ଲକ୍ଷେ ଯୁଗରେ ନୋହେ ନାଶ। ମୁନିକି ଅବଜ୍ଞା ତୁ କଲୁ
ହତ୍ୟା ଦୋଷକୁ ତୁ ଲଭିଲୁ, ହତ୍ୟା ଦୋଷକୁ ପ୍ରାୟଶ୍ଚିତ ବେଗେ ତୁ କର ନରନାଥ। ଋଷି ଶିଷ୍ୟଙ୍କୁ ଆଜ୍ଞା ପାଇ ସେ ରାଜା ବହୁ ଦାନ ଦେଇ ଗଲା ସେ ଆପଣା ମନ୍ଦିର। ଏବେ ହୋ ଶୁଣ ନରେଶ୍ୱର, ରାଜାର ଏକ ପୁତ୍ର ଥିଲା, ଅତି ଦୁର୍ଜନ ସେ ହୋଇଲା। ଦିନେ ସେ ମୃଗୟାକୁ ଗଲା, ମୁନିଙ୍କ ଆଶ୍ରମେ ମିଳିଲା। ହସ୍ତେ ଧରିଣ ସରାସନ, ବିପ୍ରଙ୍କୁ ବିନ୍ଧିଲା ସେ ବାଣ। ଅନେକ ବ୍ରହ୍ମ ବିଦ୍ୟା କଲା, କାହାର ବୋଲ ନ ମାନିଲା। ଗୃହରେ ହୋଇଲା ପ୍ରବେଶ, ସେ କଥା ଶୁଣିଣ ନରେଶ। ଘରୁ ବାହାର କରିଦେଲା, ଅନେକ ଭର୍ସନା ସେ କଲା। ସେ ପୁଣ ଗହନ ବନର, କିଛି ନ ପାଇଣ ଆହାର। ବ୍ୟାଧ ଜୀବିକା ଆଶ୍ରେ କଲା, କଳସ ହୋଇଣ ବୋଲିଲା। ହତ୍ୟା ଦୋଷରେ କ୍ଷୋଭ ପାଇ, ପିଶାଚ ରୂପେ ବୁଲୁଥାଇ। ଜୀବନ୍ତେ ପିଶାଚ ଶରୀର, ଧରିଲା ରାଜାର କୁମର। 88 ବରଷ ପର୍ଯ୍ୟନ୍ତେ, ସେ ପୁତ୍ର ବୁଲିଲା ବନସ୍ତେ। ଏମନ୍ତେ କେତେ ଦିନ ଗଲା, ଭାଗ୍ୟ ତାହାର ଦେଖାଗଲା। ସେ ବନେ କରନ୍ତେ ଭ୍ରମଣୀ, ତପେ ଅଛନ୍ତି ସୁରମୁନି। ବୈଶାଖ ମାସ ଗ୍ରୀଷ୍ମରେ, ଛତ୍ର ସେ କଲା କପତ୍ରରେ। ଧଇଲା ମୁନିଙ୍କ ଉପର, ତା ବ୍ରହ୍ମ ହତ୍ୟା କଲା ପାର। ପ୍ରସନ୍ନେ ଋଷି ବର ଦେଲେ, ଗୃହକୁ ଯାଅ ଯା ବୋଇଲେ। ତୋ ବ୍ରହ୍ମ ହତ୍ୟା ଗଲା କ୍ଷୟ, ଆଉ ନ ଦଣ୍ଡୁ ଯମରାୟ। ଏବେ ତୁ ଭୁବନକୁ ଯାଅ, ପିତାର ଅନ୍ତେ ରାଜା ହୁଅ। ପିତାର ଅନ୍ତେ ବିଶ୍ଵେଶ୍ୱର, ସେ ପୁରେ ହୋଇଲା ରାଜନ। ବୈଶାଖେ ଦାନ ଜଳ ଛତ୍ର, ନିତ୍ୟ ଦିଅଇ ନରନାଥ। ସେ ଧର୍ମ ବୈକୁଣ୍ଠ ଗଲା, ବ୍ରହ୍ମ ହତ୍ୟାକୁ ପାର ହେଲା। ଏକଥା ବିପ୍ରସୂତ ଦେବ, କହିଲେ ରାଜା ଆଗେ ସର୍ବ। ସ୍କନ୍ଦ ପୁରାଣର ଏ ବାଣୀ, ନାରଦ ଆଗେ ବ୍ରହ୍ମା ଭଣି। ଶୁଣତୁ ରାଜା ଅମ୍ବରୀଶ, ଗୀତେ ଭଣିଲେ ରାମଦାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମାହାତ୍ମ୍ୟେ ନାରଦ ଅମ୍ବରୀଶ ସମ୍ବାଦେ ବୃଷକେତୁ ରାଜା ଚରିତେ ନାମ ଏକାଦଶ ଅଧ୍ୟାୟ। ଦ୍ୱାଦଶ ଅଧ୍ୟାୟ। ରାଜୋବାଚ, କହନ୍ତି ଶତକୃତ ରାଜା, ଶୁଣିମା ବିପ୍ର ମହାତେଜା। ସୁଲଭ ବୈଶାଖ ଧର୍ମ, ତୁମେ ଯେ କହିଲ ଉତ୍ତମ। ବୈଶାଖ ମାସ ଧର୍ମ ମତ, ହୋଇଲା କେଉଁଠାରୁ ଜାତ। ରାଜାର ବାକ୍ୟ ବିପ୍ର ଶୁଣି, ଧର୍ମ ସେ କହନ୍ତି ବଖାଣି। ପୂର୍ବେ ହୋ ଏକା ମହୀପତି, ଇକ୍ଷ୍ୱାକୁ ବଂଶେଣ ନୃପତି। ନାମ ତାହାର କୀର୍ତ୍ତିମାନ, ଯଶସ୍ୱୀ ଅଟଇ ରାଜନ। ଦିନେ ସେ ମୃଗୟାକୁ ଗଲା, ବଶିଷ୍ଠ ଆଶ୍ରମେ ମିଳିଲା। ମାହାତ୍ମ୍ୟ ବଶିଷ୍ଠଙ୍କ ଶିଷ୍ୟେ, କରନ୍ତି ନାନା ଧର୍ମ ତୋଷ। କେହି କରନ୍ତି ପ୍ରପାନକେ,
के करे निर्माण मंडपे काहीं तड़ाग करुछंती के बांफी कूप खोलुछंती काहार पाद के धुअंती के तहीं आलट धरंती। श्री नारायण उवाच काहाकू दियंती फूलमाळ काहाकू दियंती से जल काहाकू लेपंती चंदन काहाकू भक्षु दंड दान काहाकू छत्र देउछंती पादुका उपान हद्यंती कस्तूरी चंदन मिसाई के तहीं पिचिका मारई। राजा से मानकू भेटिले के तुम्भे बोली पचारिले विप्रे बोइले हे नरेश आगे जे वसिष्ठंक शिष्य विप्रे बोइले हे ब्राह्मण ए कर्म कर कि कारण। राजा वचने विप्रे कही वैशाख मास धर्म एही वशिष्ठ ऋषिंक आज्ञारे ए धर्म करुछु मार्गरे उज्जवल आंभ गुरुदेव जानती जोग बळे सर्व हेमंत शुणी नृपवर मिलिला ऋषिंक छामुर सहस्रे दंडवत कले मुनिंक छामुरे बसिले बोइला शुण ऋषिवर अपूर्व देखिली मार्गर तुम्भर शिष्य गण मान कथे दियंती जलदान कि धर्म होए तहीं कह शुणिन फिटु मो संदेह। राजा वचने मुनि कही शुणिमा हेउ नर साई सकल मास परे श्रेष्ठ वैशाख सबहु गरिष्ठ नीति जे जल छत्र देई छत्र जे आवर पांडोई ए आदि जेते द्रव्यमान नित्य जे दियई राजन वैशाख माहात्म्य शुणई श्री भागवते रत होई रुद्रंकु करई दर्शन विष्णुकु करई पूजन तृतीय बार स्नान करी हविष अतिथिंकी बरी विप्रमानकु डकाइबा वेदकु श्रवण करिबा गुरु विप्रंकु तोष करी अतिथि वैष्णवंकु बरी ए रूपे करिबु राजन बसिबु वैकुंठ भुवन ए धर्म एबे तु आचर एते विचारी मुनिवर। राजार जेते सैन्य थिले मुनि ताहाकु अन्न देले से काम धेनु अन्न खाई राजार सैन्य तोष होई हरस हेले प्रजाजन पड़िले मुनिंक पादेन नृपति पड़िले पादरे आज्ञा मागिले मुनिवरे बोइले मुनि दया कर एते कहिन नृपवर तक्षणे निज पुरे गला पात्र मंत्रींकु डकाइला सभा भी आई नृपवर कहिला सकल विचार बोइला सर्वधर्मे श्रेष्ठ वैशाख धर्म जे गरिष्ठ ए धर्म आंभर आचार एते कहिन नृपवर हस्ती उपरे ध्वजा दिय कूप पुष्करिणी खोलाओ बोलिब वैशाख मासरे स्नान करिब सर्वनरे मार्गरे जलदान दिय
આબર રાજ્ય જાક કહ, તુષાર્થ જને જળદાન, ક્ષુધાર્થ લોકે દિયન, એમંત કહીનુપગણ, રાજ્ય રે દિય ઈ ઘોષણ, સેદીનો વૈશાખ ધર્મ, કલે જે રાજા પ્રજાજન, લભીલે ચતુર્વર્ગ ફળ, પુણ્ય રે હોઈલે નિર્મળ, સે પુરે જમ અધિકાર, નોહિલા શુણો નરેશ્વર, વૃદ્ધ બાળક જે મરંતી, વૈકુંઠ ભુવને બસંતી, સ્વર્ગલોક કુઆશ્રે કલે, જમર દંડન પાઈલે, શુଣିલો સુકૃત રાજન, વૈશાખ માસ ધર્મ માન, એહા જે પઢઈ શુણઈ, વૈશાખ ધર્મ સે લભઈ, તુંભે વૈશાખ ધર્મ કર, બસીબ વૈકુંઠપુર, એ ધર્મ બ્રહ્માંક આગર, કહી અછંતિ ચક્રધર, નારદ અંબરીશ આગે, કहिले પુરાણ સંજોગે, વૈશાખ મહાત્મ્ય એ રસ, ભાવે ભણીલે રામદાસ, इति श्री स्कंधपुराणे वैशाख महात्म्ये ब्रह्मा नारद संवादे नाम 12 अध्याय।